ରାହାଣେ କେତେ କୋଟିର ମାଲିକ। ଅଜିଙ୍କ୍ୟ ରାହାଣେ କେତେ କୋଟିର ମାଲିକ। ଭାରତର ସୁପରଷ୍ଟାର ପୂର୍ବତନ ଖେଳାଳି ଅଜିଙ୍କ୍ୟ ରାହାଣେ କେତେ କୋଟିର ମାଲିକ, ସେହି ବିଷୟରେ ଆଜି ଆଲୋଚନା କରିବା ଏବଂ ତାଙ୍କ କ୍ରିକେଟ୍ ଜୀବନରେ କେତେ ରନ୍ କେତେ ଶତକ ମାରିଛନ୍ତି ସେହି ବିଷୟରେ ଆଲୋଚନା କରିବା। ଦେଖିବାକୁ ଗଲେ ଜୁଲାଇ 29 ତାରିଖ ଦିନ ରିଟାୟାରମେଣ୍ଟ ନେଲେ, ଅବସର ନେଲେ। ଦିନିକିଆ ଏବଂ ଟେଷ୍ଟ T20ରୁ ଅବସର ନେଇଛନ୍ତି ଭାରତର ସୁପରଷ୍ଟାର ଖେଳାଳି ଅଜିଙ୍କ୍ୟ ରାହାଣେ। ତାଙ୍କ ଦେଖିବାକୁ ଗଲେ ଅବସର ନେବା ପଛର କାରଣ ରହିଛି, ତାଙ୍କୁ ଯେକୌଣସି ସିରିଜ୍ରୁ ସେ ବାଦ୍ ପଡ଼ିଛନ୍ତି। ଦେଖିବାକୁ ଗଲେ ଶେଷ ଥର ପାଇଁ 2016 ମସିହାରେ T20, 2018 ମସିହାରେ ଦିନିକିଆ ଏବଂ 2022ରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ଏହାପରେ ତାଙ୍କୁ ସୁଯୋଗ ମିଳିନଥିଲା। ତେଣୁ ତାଙ୍କୁ ଟିମ୍ରେ ନଥିବା ବେଳେ ଏବଂ ତାଙ୍କର IPL ଖରାପ ଫର୍ମ ଯୋଗୁଁ ସେ ପସନ୍ଦ କରିଥିଲେ ଯେ ଅବସର ନେବାକୁ ଚାହୁଁଛନ୍ତି। ଦେଖିବାକୁ ଗଲେ ଲଗାତାର ଭାବେ କୋଲକାତା ନାଇଟ୍ ପଟରୁ 2 ବର୍ଷ ଅଧିନାୟକ କରିବା ଫଳରେ ସେ ନିରାଶଜନକ ପ୍ରଦର୍ଶନ କରିଥିଲେ, ତେଣୁ ତାଙ୍କୁ ବାଦ୍ ଦିଆଯାଇଥିଲା ଏବଂ ମୋତେ ତ ଲାଗୁଥାଏ ଏ ବର୍ଷ ଯଦି ନିଲାମ ହେଇଥିଲେ ତାଙ୍କୁ ମିଶାଇ ନଥାନ୍ତେ ବା କିଣି ନଥାନ୍ତେ, ତେଣୁ ସେ ନିଜେ ଭାବିଲେ ଅବସର ନେବାକୁ। ଏବଂ ଦେଖିବାକୁ ଗଲେ ସେ ହେଉଛନ୍ତି 80ରୁ 85 କୋଟିର ମାଲିକ ଏବଂ ତାଙ୍କ ଜୀବନରେ ଦେଖିବାକୁ ଗଲେ ସେ 11 ବେଷ୍ଟ ସ୍କୋର ଦିନିକିଆରେ ରହିଛି ଏବଂ ଦେଖିବାକୁ ଗଲେ 3ଟି ଶତକ ଇନିଂସ ଖେଳିଥିଲେ ଦିନିକିଆ ମ୍ୟାଚ୍ରେ ଏବଂ ଦେଖିବାକୁ ଗଲେ 188 ଟେଷ୍ଟ ମ୍ୟାଚ୍ରେ କରିଥିଲେ। 5000ରୁ ଉର୍ଦ୍ଧ୍ୱ ରନ୍ କରିଛନ୍ତି ଦିନିକିଆରେ ଏବଂ 3000ରୁ ଉର୍ଦ୍ଧ୍ୱ କରିଥିଲେ ଟେଷ୍ଟ ମ୍ୟାଚ୍ରେ। ତ ଭାରତର ସୁପରଷ୍ଟାର ଖେଳାଳି ଅଜିଙ୍କ୍ୟ ରାହାଣେ ରିଟାୟାରମେଣ୍ଟ ନେବା ପରେ ଆପଣଙ୍କୁ କ'ଣ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ରେ କ'ଣ କମ୍ ରହିବ ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।